ବୃଦ୍ଧ ଶାଗୁଣା କହିଲା ଯେ ବୃଦ୍ଧାବସ୍ଥାରେ କାହିଁକି ସନ୍ତାନ ଏକା ଛାଡ଼ି ଚାଲିଯାଏ। ଏକ ଜଙ୍ଗଲରେ ଏକ ବିରାଟ ବରଗଛ ଥିଲା। ପ୍ରତିଦିନ ହଜାର ହଜାର ପକ୍ଷୀ ବିଶ୍ରାମ ନେବା ପାଇଁ ସେହି ଗଛକୁ ଆସୁଥିଲେ। ସେମାନେ ସେହି ଗଛରେ ଅପାର ଆନନ୍ଦ ଅନୁଭବ କରୁଥିଲେ। ସେଥିପାଇଁ କୁହାଯାଏ ଯେ ଯଦି ଆମେ ଏକ ସ୍ଥାନରେ ଦୀର୍ଘ ସମୟ ରହିଯାଉ ତେବେ ଆମ ତାହା ସହିତ ସଂଲଗ୍ନ ହୋଇଯାଏ। ସେହିଭଳି ସେହି ଗଛରେ ବାସ କରୁଥିବା ସମସ୍ତ ପକ୍ଷୀ ସେହି ବରଗଛ ସହିତ ଅତି ସଂଲଗ୍ନ ହୋଇଯାଇଥିଲେ। ଗୋଟିଏ ସମୟରେ ସେହି ଜଙ୍ଗଲରେ ମରୁଡ଼ି ପଡ଼ିଥିଲା। ଅନେକ ବର୍ଷ ଧରି ବର୍ଷା ନ ହେବା ହେତୁ ଜଙ୍ଗଲରେ ଥିବା ସମସ୍ତ ଗଛ ଏବଂ ବୃକ୍ଷ ଶୁଖିବାକୁ ଲାଗିଲା। ଜଳ ଅଭାବରୁ ସେହି ବରଗଛଟି ମଧ୍ୟ ଧୀରେ ଧୀରେ ଶୁଖିବାକୁ ଲାଗିଲା। ଏହି ବ୍ୟତୀତ ସମସ୍ତ ପକ୍ଷୀ ମଧ୍ୟ ସେହି ଗଛ ଛାଡ଼ିବାକୁ ଲାଗିଲେ। ଦିନେ ସେହି ଗଛ ସମ୍ପୂର୍ଣ୍ଣ ଶୁଖିଗଲା ଏବଂ ସେତେବେଳେ ତାହା ଶାଖା ଓ ପତ୍ର ଝଡ଼ିବା ଆରମ୍ଭ କଲା। ସେଠି ବାସ କରୁଥିବା ସମସ୍ତ ପକ୍ଷୀ ସେହି ଗଛକୁ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଗଲେ। କେବଳ ଗୋଟିଏ ବୃଦ୍ଧ ଶାଗୁଣା ସେହି ବରଗଛରେ ଏକା ବସିଥିଲା। ସେ ସମସ୍ତ ପକ୍ଷୀମାନଙ୍କୁ ଜଣେ ପରେ ଜଣେ ଗଛ ଛାଡ଼ି ଚାଲିଯିବାର ଦେଖୁଥିଲା। କିଛି ପକ୍ଷୀ ବୃଦ୍ଧ ଶାଗୁଣାକୁ ମଧ୍ୟ ଗଛ ଛାଡ଼ି ଚାଲିଯିବା ପାଇଁ କହୁଥିଲେ, କିନ୍ତୁ ସେହି ଯିବାକୁ ମନା କରିଥିଲା। ଶାଗୁଣା ଭାବିଲା ଯେ ମୁଁ ଏହି ଗଛରେ ଜନ୍ମ ହୋଇଛି ଏବଂ ମୁଁ ଏହି ଗଛ ଉପରେ ଖେଳି କୁଦି ପିଲାରୁ ଆଜି ପର୍ଯ୍ୟନ୍ତ ବଡ଼ ହୋଇଛି। ଏହି ବରଗଛ ମୋତେ ଖୁସି ଓ ସୁଖ ଓ ଖୁସି ଦେଇଛି। ଆଜି ଯେତେବେଳେ ଏହି ଗଛ ଅସୁବିଧାରେ ପଡ଼ିଛି ତେବେ ମୁଁ ଏହାକୁ କିପରି ଛାଡ଼ି ଚାଲି ଯାଇପାରିବି। ଏହି ଗଛ ମୋର ଲାଳନ ପାଳନ କରିଛି। ମୋ ସୁଖ ଦୁଃଖରେ ଯାହା ହୋଇଛି ସେଇଥିପାଇଁ ମୁଁ ଏହି ଗଛ ପ୍ରତି ଋଣୀ। ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଏହି ଗଛକୁ ଛାଡ଼ି ପାରିବି ନାହିଁ। ସେହି ଲୋକମାନେ ଅତ୍ୟନ୍ତ ସ୍ୱାର୍ଥପର ଯେଉଁମାନେ ବୃଦ୍ଧାବସ୍ଥାରେ ନିଜ ମା ବାପା କୁ ଛାଡ଼ି ଚାଲି ଆସନ୍ତି କିମ୍ବା ପରଦେଶରେ ଖୁସିରେ ଜୀବନ ଯାପନ କରନ୍ତି ଏବଂ ଘରେ ରହୁଥିବା ବୃଦ୍ଧ ପିତାମାତାଙ୍କୁ ଭୁଲି ଯାଆନ୍ତି। ଏମିତି ସନ୍ତାନମାନଙ୍କୁ ଠିକ୍ ଯିଏ ବୃଦ୍ଧାବସ୍ଥାରେ ପିତାମାତାଙ୍କ ସାହାରା ହୁଅନ୍ତି ନାହିଁ। ଥରେ ଭାବ, ଯେତେବେଳେ ତୁମେ ଅସହାୟ ଥିବ ତୁମ ପିତାମାତା ତୁମକୁ ପରିତ୍ୟାଗ କରିଥିଲେ କି? ତୁମର ଦେହ ଖରାପ ଥିଲାବେଳେ, ତୁମର ଅନ୍ୟ ସହ ଝଗଡ଼ା ହେଲା ବେଳେ, କେବେ ତୁମକୁ ଅସୁବିଧାରେ ପଡ଼ିଥିବା ବେଳେ ତୁମର ପିତାମାତା ତୁମକୁ ଏକୁଟିଆ ଛାଡ଼ି ଚାଲି ଯାଇଥିଲେ କି? ଯେତେବେଳେ ସେମାନଙ୍କୁ କିଛି ଭଲ ଖାଇବାକୁ ଇଚ୍ଛା ହେଉଥିଲା ସେମାନେ କେବେ ତୁମକୁ ଛାଡ଼ି ସେହି ଜିନିଷକୁ ଏକୁଟିଆ ଖାଉଥିଲେ କି? ବିଚରା ଆଜି ସେମାନେ ବୃଦ୍ଧ ହୋଇଗଲେ, ସେଥିପାଇଁ ସେମାନଙ୍କୁ ଘୃଣା କରିବାକୁ ଲାଗିଲ। କିନ୍ତୁ ଶାଗୁଣା ସେହି ଗଛଟା ଛାଡ଼ିଗଲା ନାହିଁ। ଦିନରେ କିଛି ସମୟ ବାହାରକୁ ଏପଟ ସେପଟ ବୁଲି ଖାଦ୍ୟ ଗ୍ରହଣ କରିବା ସନ୍ଧ୍ୟା ସମୟରେ ସେହି ଶୁଖିଲା ଗଛ ଉପରେ ବସି ଯାଇଥିଲା। ଏହିପରି ଅନେକ ଦିନ ବିତିଗଲା। ଯେଉଁ ପକ୍ଷୀମାନେ ତାକୁ ଛାଡ଼ି ଅନ୍ୟ ଏକ ସ୍ଥାନକୁ ଚାଲି ଯାଇଥିଲେ ସେମାନେ ଭାବିଲେ ଶାଗୁଣା ଭାଇ ଏବେ ବି ସେହି ଶୁଖିଲା ଗଛ ଉପରେ ବସି ରହିଛନ୍ତି। ଆମେ ସମସ୍ତେ ମିଳିମିଶି ଯଦି ତୁମ ପିତାମାତା ତୁମ ପାଇଁ ବହୁତ କିଛି କରିଛନ୍ତି ତେବେ ତୁମେ କ'ଣ ପିତାମାତାଙ୍କ ବୃଦ୍ଧାଶ୍ରମରେ ସେମାନଙ୍କର ସାହାରା ହୋଇପାରିବ ନାହିଁ ଏବଂ ସେମାନଙ୍କ ସାହାରା ହେବା କଥା ଶୁଣି କି ଏହି ସବୁ ଚିନ୍ତା କରିବା? ବୃଦ୍ଧା ଶାଗୁଣା ସେହି ଗଛରୁ ମୃତ୍ୟୁ ପର୍ଯ୍ୟନ୍ତ ଛାଡ଼ି ନ ଯିବା ପାଇଁ ଶପଥ କଲା। କିଛି ଦିନ ଏମିତି ବିତିଗଲା ପରେ ସେହି ଗଛଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା ଏବଂ ଉଇ ଲାଗିବା ଆରମ୍ଭ ହେଲା। ଆମେ ସମସ୍ତେ ମିଳିମିଶି ଯାଇ ତାଙ୍କୁ ବୁଝେଇବା, ଆମ ପାଖକୁ ନେଇ ଆସିବା। ଏହା ଭାବି କିଛି ପକ୍ଷୀ ସେହି ବୃଦ୍ଧ ଶାଗୁଣା ପାଖକୁ ଯାଇ ତାଙ୍କୁ ସାଙ୍ଗରେ ଯିବା ପାଇଁ ଅନୁରୋଧ କଲେ।
ଏବଂ କହିଲେ, ଆରେ ଶାଗୁଣା ଭାଇ, ତମେ କାହିଁକି ଏହି ଶୁଖି ଯାଇଥିବା ଗଛ ଉପରେ ବସି ରହୁଛ? ଏହି ଗଛଟି ଜୀବନ ସମାପ୍ତ ହୋଇଗଲାଣି। ମରିଯାଇଥିବା ଲୋକ ପାଖରେ ରହି ନିଜ ମରିବା କୋଉଠି କାର ବୁଦ୍ଧିମତ୍ତା କୁହାଯାଏ? ସେ ଶାଗୁଣା ପାଇଁ ସମ୍ଭବତଃ ଦେଶ ପାଇଁ ସମସ୍ତ ପକ୍ଷୀ ନିଜ ଘରକୁ ଫେରିଲେ ନାହିଁ। ସେମାନେ ସିଧା ଇନ୍ଦ୍ରଦେବଙ୍କ ନିକଟକୁ ଯାଇ ପୁରା କାହାଣୀ ଜଣାଇଲେ। ଭଗବାନ, ସେ ଯେଉଁ ଜଙ୍ଗଲରେ ଆମେ ବର୍ଷ ଧରି ବାସ କରିଥିଲୁ, ସେଠି ବହୁତ ବର୍ଷ ଧରି ବର୍ଷା ହୋଇନାହିଁ। ପୁରା ଜଙ୍ଗଲ ବର୍ଷା ନ ହେବାରୁ ଶୁଖିଗଲା ଏବଂ ଗଛ ବୃକ୍ଷ ଗୁଡ଼ିକ ମଧ୍ୟ ଶୁଖି ଯାଇଛି। ଜଙ୍ଗଲର ସମସ୍ତ ପ୍ରାଣୀ ଜଙ୍ଗଲ ଛାଡ଼ି ଅନ୍ୟ ସ୍ଥାନକୁ ଚାଲି ଯାଇଛନ୍ତି। ସବୁଠାରୁ ଦୁଃଖର ବିଷୟ ଏହା ଯେ ଆମେ ରହୁଥିବା ବଡ଼ ଗଛ ଉପରେ ଏହି ବୃଦ୍ଧ ଶାଗୁଣା ମଧ୍ୟ ରହୁଛି। ଆମେ ସବୁ ସେହି ଗଛରୁ ଛାଡ଼ି ଚାଲି ଆସିଲୁ, କିନ୍ତୁ ବୃଦ୍ଧ ଶାଗୁଣା ସେହି ଗଛ ଛାଡ଼ି କୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁନାହିଁ। ହେ ଭଗବାନ, ବର୍ତ୍ତମାନ ସେହି ଗଛଟି ପୁରା ଶୁଖି ଦୁର୍ବଳ ହୋଇଯାଇଛି ଏବଂ କେଉଁ ସମୟରେ ପୋଡ଼ିଯିବ କହିହେବ ନାହିଁ। କିନ୍ତୁ ସେ କହୁଛି ଯେ ମୃତ୍ୟୁ ପର୍ଯ୍ୟନ୍ତ ସେ ଗଛ ଛାଡ଼ିବ ନାହିଁ। ତେଣୁ ଏହି ଭଗବାନ, ଆପଣ ସ୍ୱୟଂ ଯାଇ ବୃଦ୍ଧ ଶାଗୁଣାକୁ ବୁଝାଇ ଦିଅନ୍ତୁ। ବୋଧହୁଏ ସେ ଆପଣଙ୍କ କଥାରେ ରାଜି ହୋଇଯିବ। ଏହିପରି ପରୀକ୍ଷାମାନଙ୍କ ବାରମ୍ବାର ଅନୁରୋଧ ହେତୁ ଦେବରାଜ ଇନ୍ଦ୍ର ସେମାନଙ୍କ ନିବେଦନ ଗ୍ରହଣ କଲେ। ପକ୍ଷୀମାନଙ୍କ ସହିତ ଇନ୍ଦ୍ରଦେବ ସେହି ଜଙ୍ଗଲକୁ ଯାଇ ବୃଦ୍ଧ ଶାଗୁଣାକୁ ବୁଝାଇବାକୁ ଲାଗିଲେ ଏବଂ କହିଲେ, ମୁଁ ଦେବରାଜ ଇନ୍ଦ୍ର,
ତମକୁ ବୁଝାଇବାକୁ ଆସିଛି। ଏହି ଗଛଟି ଅତ୍ୟନ୍ତ ଜଟିଳ ଅବସ୍ଥାରେ ଅଛି। ଏହା ଶାଖାଗୁଡ଼ିକ ଶୁଖି ଯାଇଛି, ଏହା ଛାୟା ମଧ୍ୟ ଦେଇପାରୁନାହିଁ ଏବଂ ଗୋଟିଏ ପତ୍ର ମଧ୍ୟ ନାହିଁ। ତୁମେ ବି ବହୁତ ବୃଦ୍ଧ ହୋଇଯାଇଛ। ଯଦି କେବେ ଏହି ଗଛ ପଡ଼ିଯାଏ ତେବେ ତୁମର ମୃତ୍ୟୁ ହୋଇପାରେ। ସେଥିପାଇଁ ହେ ଶାଗୁଣା ମହାଶୟ, ତୁମେ ଏହି ଗଛ ଛାଡ଼ି କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯାଅ। ଦେବରାଜ ଇନ୍ଦ୍ର କଥା ଶୁଣି ପରେ ବୃଦ୍ଧ ଶାଗୁଣା କହିବା ଆରମ୍ଭ କଲା, ହେ ଭଗବାନ, ମୋତେ ଗୋଟିଏ କଥା କୁହନ୍ତୁ। ଯେତେବେଳେ ମୁଁ ଜନ୍ମ ହେଲି ମୋର ପିତାମାତା ମୋତେ ଏହି ଗଛ ଛାଡ଼ି ସ୍ୱର୍ଗକୁ ଚାଲିଗଲେ। ସେତେବେଳେ ମୁଁ ସ୍ୱୟଂ ଅସହାୟ ଏକକାଳୀନ ଥିଲି। ସେହି ସମୟରେ ଏହି ଗଛଟି ମୋର ଯତ୍ନ ନେଇଥିଲା, ମୋତେ ପାଳି ପୋଷି ଛୋଟରୁ ବଡ଼ କରିଥିଲା। ଏତେ ମୁଁ ବୃଦ୍ଧ ହୋଇଗଲି ଏବଂ ମୋର ପୁରା ଜୀବନ ମୁଁ ଏହି ଗଛରେ ଛାଇ ତଳେ ରହି ଗଛ ଉପରେ ଖେଳି ବୁଲି ବିତେଇ ଦେଲି। ଆଜି ଯେତେବେଳେ ଏହି ଗଛ ଅସୁବିଧାରେ ଅଛି ସେତେବେଳେ ମୁଁ ଏହାକୁ କେମିତି ଛାଡ଼ି ଚାଲିଯିବି? ପ୍ରାୟ ଏମିତି ବହୁତ ଯେ ଯେତେବେଳେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନିଜ ସମ୍ପର୍କୀୟ ତଥା ସମ୍ମାନକୁ ଶୁଭେଚ୍ଛାମାନ ଛାଡ଼ି ଚାଲିଯାଆନ୍ତି। ମୁଁ ଏହି ସ୍ୱାର୍ଥପର ଲୋକଙ୍କ ପରି ନୁହେଁ। ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ବୃକ୍ଷକୁ ମୋର ପିତାମାତାଙ୍କ ପରି ସମର୍ଥନ କରିବି। ସେ ବୃଦ୍ଧ ଶାଗୁଣା ଏବଂ ଗଛ ମଧ୍ୟରେ ଏପରି ପ୍ରେମ ଦେଖି ଦେବରାଜ ଇନ୍ଦ୍ର ବହୁତ ଖୁସି ହୋଇ କହିଲେ, ଶାଗୁଣା, ମୁଁ ତୁମକୁ ଏକ ବରଦାନ ଦେବାକୁ ଚାହୁଁଛି। ମୋତେ କୁହ, ତୁମେ କ'ଣ ଚାହୁଁଛ? ତାପରେ ଶାଗୁଣା କହିଲା, ହେ ଭଗବାନ, ଯଦି ଆପଣ କିଛି ଦେବାକୁ ଚାହୁଁଛନ୍ତି ତାହେଲେ ମୋତେ କୌଣସି ବରଦାନ ଦରକାର ନାହିଁ। ଆପଣ ଏହି ଗଛକୁ ପୂର୍ବ ପରି ସବୁଜ କରିଦିଅନ୍ତୁ ଏବଂ ଏହାର ଆୟୁଷ ବୃଦ୍ଧି କରିଦିଅନ୍ତୁ। ମୁଁ ତ ବୃଦ୍ଧ ହୋଇଗଲିଣି ଏବଂ ମୋ ଜୀବନରେ ଆଉ କିଛି ଦିନ ମୋତେ ମାତ୍ର ବାକି ଅଛି। ମୋ ପରେ ଏମିତି ହରାସ ପକ୍ଷୀ ଏହି ଗଛର ଛାଇରେ ଖୁସି ରହିବେ ଏବଂ ସମସ୍ତେ ଭଲରେ ରହିବେ। ଏବେ ମୁଁ ବହୁତ ଖୁସି ରହିବି। ଶାଗୁଣା କଥା ଶୁଣି ଦେବରାଜ ଇନ୍ଦ୍ର ସେହି ବୃକ୍ଷକୁ ପୂର୍ବ ପରି ସବୁଜ କରିଦେଲେ। ସମଗ୍ର ଜଙ୍ଗଲରେ ଜଳବର୍ଷା କରି ହରାଭରା କରିଦେଲେ। ସମଗ୍ର ଜଙ୍ଗଲର ଗଛ ବୃକ୍ଷ ପରି ସବୁଜ ହୋଇଗଲା। ଚାରିପକ୍ଷରେ ସବୁଜତାର ଖେଳିଗଲା। ସେହି ଜଙ୍ଗଲକୁ ଛାଡ଼ି ଚାଲି ଯାଇଥିବା ସମସ୍ତ ପଶୁପକ୍ଷୀ ପୁନର୍ବାର ସେଠାକୁ ଫେରିଆସିବାକୁ ଲାଗିଲେ। ଏହି ପୂର୍ବପରି ପକ୍ଷୀମାନେ ସେହି ବରଗଛ ରହିଥିବା ଲାଗି ଫେରିବାକୁ ପରେ ସେମାନେ ବୃଦ୍ଧ ଶାଗୁଣାର ସେବା କରିବାକୁ ଆରମ୍ଭ କରିଦେଲେ।